ବିଜେଡିରେ ଯୋଗ ଦେବା ପରେ ଭଦ୍ରକର ପୌରାଧ୍ୟକ୍ଷା ଗୁଲମକି ଦଲୱାଜି ହବିବ ଶକ୍ତି ପ୍ରଦର୍ଶନ କରିଛନ୍ତି। ଗୁଲମକିଙ୍କ ସମେତ 2000 ସମର୍ଥକ ବିଜେଡି ପାର୍ଟି ଅଫିସରେ ଯୋଗ ଦେଇଛନ୍ତି। 10 ଦିନ ତଳେ ସେ ଭୁବନେଶ୍ୱର ଶଙ୍ଖ ଭବନରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଶଙ୍ଖ ପତାକା ଧରିଥିଲେ। ପରେ ଆସି ପୁରୁଣା ବଜାର ଅଞ୍ଚଳର ନିଜ ସଂଗଠନ ସହ କାର୍ଯ୍ୟ କରୁଥିଲେ। ଆଜି ବିଧିବଦ୍ଧ ଭାବେ ନିଜ ସମର୍ଥକଙ୍କୁ ଧରି ବିଜେଡି ପାର୍ଟି କାର୍ଯ୍ୟାଳୟକୁ ଯାଇଛନ୍ତି। ପ୍ରଥମେ ସମର୍ଥକଙ୍କୁ ଧରି ବାଇକ୍ ଶୋଭାଯାତ୍ରା କରି ନୂଆ ବସ୍ଷ୍ଟାଣ୍ଡରେ ପହଞ୍ଚିଥିଲେ। ସେଠାରେ ଚାଲି ଚାଲି ପୌରାଧ୍ୟକ୍ଷା ଓ ତାଙ୍କ ପ୍ରତିନିଧି ଜାହିଦ ହବିବଙ୍କ ନେତୃତ୍ୱରେ ବିଶାଳ ରାଲି ଜାତୀୟ ରାଜପଥ କଡ଼ ପାର୍ଟି କାର୍ଯ୍ୟାଳୟରେ ପହଞ୍ଚିଥିଲା। ପାର୍ଟି ଅଫିସରେ ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଫୁଲ୍ଲ ସାମଲ, ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ଉପସ୍ଥିତ ରହି ପୌରାଧ୍ୟକ୍ଷା ଓ ତାଙ୍କ ସମର୍ଥକଙ୍କୁ ସ୍ୱାଗତ କରିଥିଲେ। ସ୍ୱାଧୀନ ଭାବରେ ଲଢ଼ି ପୌରାଧ୍ୟକ୍ଷା ଜିତିବା ପରେ ସମ ଦୂରତା ରକ୍ଷା କରି କାର୍ଯ୍ୟ କରୁଥିଲେ। 2 ବର୍ଷର ଅନ୍ତରାଳ ପରେ ସେ ବିଜେଡିରେ ସାମିଲ ହୋଇଛନ୍ତି। ଭଦ୍ରକରୁ ପୁନିଲ କୁମାର ସାମନ୍ତଙ୍କ ରିପୋର୍ଟ, ତୀର୍ଥକ୍ଷେତ୍ର ଲାଇଭ୍।